ଜୋରନ୍ଦାରେ ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ଝାଡ଼ ଜଳିଲା। ଢେଙ୍କାନାଳ ଜିଲ୍ଲାର ଜୋରନ୍ଦାଠାରେ ଥିବା ବିଶ୍ୱ ପ୍ରସିଦ୍ଧ ମହିମାପୀଠରେ ବାର୍ଷିକ ମେଳା ତଥା ମାଘ ମେଳା ଅନୁଷ୍ଠିତ ହେଉଛି। ଆଜି ମଙ୍ଗଳବାର ପ୍ରଥମ ଦିନରେ ଅପରାହ୍ନରେ ଶୂନ୍ୟ ମନ୍ଦିର ଏବଂ ଅନ୍ୟାନ୍ୟ ମନ୍ଦିରଗୁଡ଼ିକରେ ସାଧୁସନ୍ଥମାନଙ୍କ ଦ୍ୱାରା ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ମହଣ ମହଣ ଘୃତାହୁତି ଦିଆଯିବା ସହିତ ଝାଡ଼ ପ୍ରଜ୍ୱଳନ କରାଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଭଳି ଦୃଶ୍ୟ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ସାଧୁସନ୍ଥ ଭକ୍ତମାନଙ୍କର ସମାଗମ ଘଟିଛି। ଜୋରନ୍ଦା ଅଞ୍ଚଳରେ ଲୋକାରଣ୍ୟ ପାଲଟିଥିବା ବେଳେ ମହିମା ଅଲେଖ ଧ୍ୱନିରେ ପ୍ରକମ୍ପିତ ହେଉଛି ଅଞ୍ଚଳ। ଢେଙ୍କାନାଳରୁ ବଳରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ପ୍ଲସ୍। ମୋ ନାଁ ହେଉଛି ବାବା ବ୍ରଜକିଶୋର ଦାସ। ମହିମା ଗାଦିର ଆମେ ହେଉଛୁ ଅଧ୍ୟକ୍ଷ। ତେଣୁକରି ଏଇ ମହିମା ମେଳା ପ୍ରତିବର୍ଷ ମହାପ୍ରଭୁ ମାଘ ଚତୁର୍ଥୀରେ ଏଠି ପାଳନ କରିଥିଲେ। ମହିମା ସ୍ୱାମୀଙ୍କର ଧୂନି ପକାଇଥିଲେ ଜୋରନ୍ଦା ଗ୍ରାମରେ ମହିମା ମହାପ୍ରଭୁ। ତେଣୁକରି ସେଇଦିନ ଠାରୁ ପ୍ରଭୁଙ୍କର ଧୂନି ଲାଗୁଛି ଏବଂ ପ୍ରଭୁଙ୍କର ଝାଡ଼ ଲାଗି ହେଉଛି। ଆଉ ସାଧୁ ସନ୍ଥ ସମସ୍ତେ କେହି କଳ୍ପନା ଧାରଣ କରୁଛନ୍ତି, କେହି ସାଧୁ ସନ୍ଥ କଳ୍ପନା ଧାରଣ କରୁଛନ୍ତି ଏବଂ ଅନେକ ଭକ୍ତମାନେ ଆସି ଧର୍ମ ଦୀକ୍ଷା ଗ୍ରହଣ କରୁଛନ୍ତି। ଆମର ଏଇଟା ହେଉଛି ହିନ୍ଦୁ ସନାତନ ମହିମା ଧର୍ମ। ଏ ହିନ୍ଦୁ ସନାତନ ମହିମା ଧର୍ମ କେବଳ ଆମର ଏଇ ଓଡ଼ିଶାରେ ବେଶୀ ପ୍ରଚାର ହେଉଛି। ମହିମା ଆମର ହେଉଛି ନିଜସ୍ୱ ଧର୍ମ ହେଲା ମହିମା ଧର୍ମ। ଆମର ଓଡ଼ିଶାର ଧର୍ମ ହେଲା ମହିମା ଧର୍ମ। ତେଣୁ ଆମେ ମହିମା ଧର୍ମୀ ଅବଲମ୍ବୀ। ଆମେ ହେଉଛୁ କଳ୍ପନାଧାରୀ ସନ୍ନ୍ୟାସୀ। ଆମେମାନେ ଏ ମହିମା ଗାଦିର ସବୁ ନୀତି ଦାୟିତ୍ୱ ସବୁବେଳେ ପରିଚାଳନା କରୁଅଛୁ। ଆମେ ଏଠି ନିୟମ ନୀତି ପରିଚାଳନା ଚୋରି ହତ୍ୟା ଯେଉଁମାନେ ଅବଲମ୍ବନ ବର୍ତ୍ତମାନ ଥାନ୍ତି ସେମାନଙ୍କୁ ଦୂରରେ ରଖୁ। ଆମେ ସତ୍ଶିକ୍ଷା ସମସ୍ତେ ପ୍ରଦାନ କରୁ। ସେ ମାତୃବତ ଜ୍ଞାନ କର, ସତ୍ୟ ଧର୍ମ ପାଳନ କର, ଉଦୟସ୍ତ ଦର୍ଶନ କର, ଆଉ ପ୍ରଭୁଙ୍କ ପାଖରେ ନାମ ଭଜନ ତପସ୍ୟା କର। ଏଇଟା ମହାପ୍ରଭୁଙ୍କର ଆଜ୍ଞା। ଏଠି ଆମେ ମହିମାରେ